ଆପଣ ସମାଧିପାଦର 10 ନମ୍ବର ସୂତ୍ର ଆଲୋଚନା କରିଥିଲେ ଅଭାବ ପ୍ରତ୍ୟାଲମ୍ବନ ବୃତ୍ତି ନିଦ୍ରା। ତାପରେ ସାର୍ ଆଜି ଆଲୋଚନାର ବିଷୟ ହେଉଛୁ ତାपर ସୂତ୍ର 11 ନମ୍ବର ସୂତ୍ର ସ୍ମୃତି। ସୂତ୍ରଟା ହେଉଛି ଅନୁଭୂତ ବିଷୟ ଅସମ୍ପ୍ରମୋଷ ସ୍ମୃତି। ଅନୁଭୂତ ବିଷୟ ଅସମ୍ପ୍ରମୋଷ ସ୍ମୃତି। ତ এই যে ସ୍ମୃତି ମଧ୍ୟ ଏକ ପ୍ରକାର ବୃତ୍ତି। ଇଏ ବୃତ୍ତିରେ କେମିତି ସାଧକ ସ୍ମୃତି ଭିତରୁ ବାହାରି ପାରିବ ସେ ବିଷୟରେ ଆମର ଯୋଗ ଦର୍ଶନ ଶାସ୍ତ୍ରର ଅଛି, ଯେଉଁଟାକି ସ୍ମୃତି ସେ ବି ମଧ୍ୟ ଗୋଟେ ବାଧକ। ତ ଏ ସ୍ମୃତିଟାକୁ ଆମେ କେମିତି ବୃତ୍ତି ହିସାବରେ ଆମେ ଆମ ପାଖରୁ ସେଇ ସାଧନ ମାଧ୍ୟମରେ ତାକୁ ଆମେ ଜାଣିଲେ। ସାଧାରଣତଃ ସାଧନ କରିବାକୁ ବସିଲା ବେଳକୁ ମନ ଯେତେବେଳେ ଏକାଗ୍ର ହେବାକୁ ଯାଉଥିବ ସେ ସମୟରେ ସାଂସାରିକ ବିଭିନ୍ନ ପ୍ରକାର ଯେଉଁ ବୃତ୍ତି ଗୁଡ଼ିକ କାର୍ଯ୍ୟ ଗୁଡ଼ିକ ପର ମନେ ପଡ଼ିଯିବ ଯାଉଥିବ। ଏ କାର୍ଯ୍ୟ ବାକି ରହିଗଲା, ସେ କାର୍ଯ୍ୟ ଆପଣ ହয়তো ଭାବୁନଥିବେ, ସେ କାର୍ଯ୍ୟ ଗୁଡ଼ାକ ବହୁତ ଦିନର କଥା ହয়তো ଭାବୁନଥିବେ, ସେ ବିଷୟ ଗୁଡ଼ିକୁ ପର ନିଜ ଭିତରକୁ ପଳେଇ ଆସିବ, ମାନସପଟକୁ ପଳେଇ ଆସିବ। ତ ତାକୁ ପରିଷ୍କାର କହିଦେବାର ଅଛି ଯେ ଆମର ସାଂସାରିକ କାର୍ଯ୍ୟ ଭିତରେ ଯାହା ପୂର୍ବରୁ ଅନୁଭବ ହେଇଥିଲା, ଅନୁଭବ ଆମେ କରିଥିଲୁ ଇନ୍ଦ୍ରିୟ ମାଧ୍ୟମରେ ଯାହା ଅନୁଭବ ଥିଲୁ ସେଗୁଡ଼ା ସ୍ମୃତି ପଟରେ ଲୁଚିକି ଥିଲା। ସ୍ମୃତି ପଟରେ ଲୁଚିକି ଥିଲା। ଆଉ ସାଧନ କାଳରେ ମନ ଯେତେବେଳେ ଏକାଗ୍ର ହେଇଯାଉଛି ଠିକ୍ ସେଇ ମୁହୂର୍ତ୍ତରେ ସେଟା ଲୁଚିକି ରହୁନାହିଁ, ବାହାରି ପଡ଼ୁଛି। ଯେଉଁ ଚୋରି କରିକି ଯେଉଁଟା ଆମର ସମ୍ପ୍ରମୋଷ ହେଉଛି ସ୍ମୃତି, ଅସମ୍ପ୍ରମୋଷ ହେଉଛି କ'ଣ ସ୍ମୃତି। ଯେ ଅସମ୍ପ୍ରମୋଷ ହେଉଛି ସେଥିରେ ଆଉ ଚୋରି କରିଥିବା ବିଷୟଟିକୁ ପୁଣି ବାହାରି ପଡ଼ିଥିବ, ଚୋରି ଲୁଚିକି ଯେଉଁଟା ଥିଲା ସେଇଟା ପୁଣି ବାହାରି ପଡ଼ିବ। ଅସମ୍ପ୍ରମୋଷ ସ୍ମୃତି ସେ ବାହାରି ପଡ଼ିବ ସାଧନ ଏକାଗ୍ର କରିବା ସମୟରେ। ଇଏ ଭାରି ଅତି ଇଏ ବିଷୟ ଯେ ଆମେ ସାଧାରଣତଃ ଦେଖିବେ ସାଂସାରିକ ଜୀବନ ଭିତରେ ଆମେ ବହୁତ କିଛି କଥା হয়তো আমার জীবনের আমি ঘটি নাই, সে কথা কেবে চিন্তা করিনু, কিন্তু বাহারি পড়ুছু। কিন্তু ইহা ভিতরে গোটে কথা কই রাখবার ଅଛି, ପୂର୍ବଜନ୍ମର କର୍ମଫଳର ସ୍ମୃତି ବି ମଧ୍ୟ ଏଇଥିରେ ଆମର ମାନସପଟରେ ଅବଶ୍ୟ ଥିଲା। ଯେଉଁ ଯେଉଁ ବିଷୟ କେବେ ଭାବୁନଥିବେ ସେ ସ୍ମୃତି ବି ପଳେଇ ଆସିବ। ସେ ପୂର୍ବଜନ୍ମର କର୍ମଫଳର ସ୍ମୃତି ଆମର ମାନସପଟରେ କେତେବେଳେ ଥିବ, ସେ କେତେବେଳେ ସୁଯୋଗ ପାଇନା ବାହାରି ଆସିବ। ତେଣୁ ଅସମ୍ପ୍ରମୋଷ ସ୍ମୃତି, ଇଏ ସ୍ମୃତି ଯେଉଁ ବୃତ୍ତି, ସେ ସ୍ମୃତି ବୃତ୍ତି ଆସିଗଲା ମାତ୍ର ମନ ପୁଣି ତା ସହିତ ବିଚରଣ କରିବାକୁ ଲାଗିବ। ଇଆଡ଼େ ଆମେ ସ୍ୱରୂପସ୍ଥ ହେଇପାରିବା ନାହିଁ, ଏହାକୁ ତ୍ୟାଗ କରିବା ପାଇଁ ପଡ଼ିବ। ଏହାକୁ ତ୍ୟାଗ କରିବା ଏଇଗୁଡ଼ା ଜାଣିକି ସ୍ମୃତି କରିବା କଥା। ଅଥଚ ଏ ବିଷୟ ଗୁଡ଼ାକ ଜାଣିଲେ ଆମର ଆମେ ସ୍ୱରୂପସ୍ଥ ହେବା ପାଇଁ ଯିବା, ସ୍ୱରୂପ ସ୍ଥିତିକୁ ଯିବା ନା। ତ ଇଏ ସ୍ମୃତି ଗୋଟେ ବାଧକ। ସେଇଥିପାଇଁ ଆଉ ଏକ ବିଷୟ ହେଉଛି ଯେଉଁ ସ୍ୱରୂପ ସ୍ଥିତିରେ ସାଧାରଣତଃ ଅନ୍ୟାନ୍ୟ ସମ୍ପ୍ରଦାୟ ଆମର ମହର୍ଷି ପତଞ୍ଜଳିଙ୍କର ଯେଉଁ ସାଧନ ଛାଡ଼ିକି ଅନ୍ୟାନ୍ୟ ସମ୍ପ୍ରଦାୟ ଯେଉଁମାନେ କହନ୍ତି ଯେ ବହୁତ ସମୟ ଆମେ ଧ୍ୟାନରେ ବସିଛୁ, ଆମେ ସ୍ମରଣ କରୁଛୁ, ପ୍ରଭୁଙ୍କୁ ସ୍ମରଣ କରୁଛୁ। ପ୍ରଭୁଙ୍କର ସ୍ମରଣ କଲେ ସେ ତ ବି ସେଇ ସ୍ମୃତି ପଟରୁ ଆସୁଛି ନା। ବହୁ ପୂର୍ବରୁ ହয়তো ଆମେ କୌଣସି ସ୍ମୃତିପଟକୁ ଆମେ କୌଣସି ଦେବାଦେବୀଙ୍କର ଚିତ୍ର ଆମେ ରଖିଥିଲୁ ବା କାହାକି ଅନ୍ୟ ବିଷୟ ଯାହା ବି ହଉ ସେ ଥିଲା, କିନ୍ତୁ ତାକୁ ଯେତେବେଳେ ସ୍ମରଣ କରିବାକୁ ଯାଉଛି ସେଇଟା ବି ବୃତ୍ତି ଆକାରରେ ଆମ ସାମ୍ନାକୁ ପଳେଇ ଆସୁଛି। ସେଟା ପ୍ରକୃତି ସେଇଟା ସ୍ୱରୂପ ସ୍ଥିତି ହେଇପାରିବ ନାହିଁ। ଆତ୍ମାନନ୍ଦର ସ୍ଥିତିକୁ ଯାଇପାରିବ ନାହିଁ ସାଧକ, ଆଦୌ ଯାଇପାରିବ ନାହିଁ। ସେ ସ୍ୱରୂପ ସ୍ଥିତିର କାହାରିକୁ ଧ୍ୟାନ କରିବା ସ୍ମୃତି ବୃତ୍ତି ଭିତରେ ପଳେଇ ଆସୁଛୁ। ଯିଏ ବି ହଉ ସ୍ୱରୂପ ସ୍ଥିତିରେ ସେ ପଳେଇ ଆସୁଛୁ। ସିଏ ଆସିଲା ମାତ୍ରେ ବି ମୋତେ ସେ ସ୍ୱରୂପସ୍ଥ ହେଇପାରିବନି। ଆମର ଲକ୍ଷ୍ୟ କ'ଣ? ତଦାଦୃଷ୍ଟୁ ସ୍ୱରୂପେ ଅବସ୍ଥାନ, ସ୍ୱରୂପ ନିଜ ରୂପରେ ଅବସ୍ଥାନ କରିବା। ମନ ଆମର ଯେଉଁ ସମାହିତ ହେବ ତା ନିଜ ରୂପ ସ୍ଥିତିକୁ ପଳାଇବ। ସୁନାରେ ଧାତୁ ପାତ ମିଶେଇ ତାକୁ ଅଲଗା କରି ଗରମ କରିକି, ହଁ ଯେମିତି ହଁ ଚାନ୍ଦି
ଚାନ୍ଦିଟା ମାନେ ରୂପାକୁ ସୁନା ସାଙ୍ଗର ମିଶିକି ଗହଣା ତିଆରି କରାଯାଏ ନାଇଁ କି। ତ ସେଟା ଶୁଦ୍ଧ ନୁହେଁ। ତ ସୁନା ଠାରୁ ରୂପା ଯେତେବେଳେ ଅଲଗା କରିଦିଆଯିବ ବା ରୂପା ସାଙ୍ଗର ଆଉ କୌଣସି ବସ୍ତୁରେ ଯେତେବେଳେ ମିଶ୍ରଣ ଥିବ ସେ ଶୁଦ୍ଧ ଚାନ୍ଦି ନୁହେଁ। ଚାନ୍ଦିଟା ଚାନ୍ଦି, ତା ଭିତରେ କୌଣସି ପ୍ରକାର ଆଉ ଅଲଗା ବସ୍ତୁର ମିଶ୍ରଣ ନଥିବ। ତେଣୁ ଆମର ଶୁଦ୍ଧ ସ୍ୱରୂପର ସାଧନ। ତାହେଲେ ଏଠି ଆଉ ଗୋଟେ ଜିନିଷ, ସାଧକକୁ ନିଜ ସ୍ୱରୂପ ବିଷୟରେ ଭଲସେ ଜ୍ଞାନ ହେବା ଦରକାର। ଭଲସେ ଜ୍ଞାନ ହେବା ଦରକାର। ତ ତା ନହେଲେ ବିକଳ୍ପ ଅଛି, ବିପର୍ଯ୍ୟୟ ଅଛି। ହଁ, ଯେଉଁଟା ପ୍ରଥମରେ ଦେଖିକି ଆସିଲେ, ଯେଉଁଟା ଆମର ଆଲୋଚନା ବିଷୟ ଏସବୁ ଥିଲା, ପ୍ରମାଣ, ବିପର୍ଯ୍ୟୟ, ବିକଳ୍ପ, ନିଦ୍ରା ଗଲା, ଏ ସ୍ମୃତି। ତ ସ୍ମୃତି ପଟରେ ସବୁ ଛାଡ଼ି ଆସିଲା ପରେ, ହଁ ଏ ଶ୍ରୁତି ଏମିତି ଏକ ବାଧକ, ଯେତେବେଳେ ସାଧକର ମନ ପୁଣି ଆଲୋଚନା କରିଗଲି ସେଟା, ସେ କେତେବେଳେ ଥିବ, କେଉଁ ମୁହୂର୍ତ୍ତରେ ସାଧକ ଏକାଗ୍ର ହେଇତେ ଗଲାବେଳକୁ ତାର ଯେତେବେଳେ ମନ ଏକାଗ୍ର ହେବାକୁ ଯାଉଥିବ, ନିର୍ମଳ ନିଶ୍ଚଳ ହେବାକୁ ଯାଉଥିବ, ସେହି ସମୟରେ ସ୍ମୃତି ଆମର ମାନସ ପଟରୁ ବାହାରି ଆସିବ। ତ ଇଏ ଯେଉଁ ସ୍ମୃତି ଭିତରୁ ବାହାରିବା ପାଇଁ ହେଲେ ଆମର ଯେଉଁ ସାଧନ କ୍ଷେତ୍ରରେ ଯେଉଁ ସ୍ୱରୂପ ଚିନ୍ତନ କରିବା ପାଇଁ ଯେଉଁଟା କୁହାଯାଇଥିଲା, ସଚ୍ଚିତ୍ ଆନନ୍ଦମୟ ସ୍ୱରୂପ, ଏହାର ଭାବନା, ମନନ ଚିନ୍ତନ ଆଉ ଆତ୍ମଜ୍ଞାନ ବହିର ପାଠ ବାରମ୍ବାର କରିବାକୁ ପଡ଼ିବ। ଯଦି ଆତ୍ମଜ୍ଞାନ ସମ୍ବନ୍ଧୀୟ ସ୍ୱରୂପ ଜ୍ଞାନ ଯଦି ସେ ସେତେବେଳେ କରିବ, ଧ୍ୟାନ କରିବ, ତାହେଲେ ଠିକ୍ ହେଇଯିବ। ହଁ, ତାହେଲେ ଏ ସ୍ମୃତି ଭିତରେ କିଛି ଦିନ ପରେ ପୁଣି ସେଟା ତା ହିସାବରେ ରହିବ। ସିଏ ଆଉ ଠିକ୍ ସମୟରେ ଆମର ଗୋଟେ ବୃତ୍ତି ହେଇକି ଆମର ବାଧକ ହେବ ନାହିଁ। ତା ପରବର୍ତ୍ତୀ ସମୟରେ ଆସିବ, ତାପରେ କିନ୍ତୁ ଆମର ଯେଉଁ ଯୋଗର ଲକ୍ଷ୍ୟଟା ସେୟା ନା, ଆମେ ସ୍ୱରୂପ ସ୍ଥିତିକୁ ଯିବା। ଏଇଠି ଆଉ ଅଲଗା କୌଣସି ବିଷୟବସ୍ତୁର ଧ୍ୟାନ ବା ମିଶ୍ରଣ ହେଇପାରିବ ନାହିଁ। ଶୁଦ୍ଧ ସ୍ୱରୂପ ସ୍ଥିତିକୁ ପାଇବା ପାଇଁ ହେଲେ ଆମର ତଦାଦୃଷ୍ଟୁ ସ୍ୱରୂପ ସ୍ଥାନ ସ୍ଥିତିକୁ ଯିବାକୁ ପଡ଼ିବ ଯୋଗ ମାଧ୍ୟମରେ। ଇଏ ହେଉଛି ଆଜି ଏଇ ସ୍ମୃତିବୃତ୍ତି ବିଷୟରେ ଆଲୋଚନା କଲୁ। ଏତିକି। ଆଉ କେଉଁ ସଂସ୍ଥା ବି ମୋତେ ଯଦି ଆମର ସମୟ ଥିବ, ଆଉ ଟିକେ ଅଳ୍ପ ସମୟ, କେଉଁ ସଂସ୍ଥା ବି ମଧ୍ୟ କହୁଛନ୍ତି ଜ୍ୟୋତି ଦର୍ଶନ କରିବ, ଜ୍ୟୋତି ଦର୍ଶନ କରିବ, ସେଟା ବି ମଧ୍ୟ କାଳ୍ପନିକ। ଜ୍ୟୋତି ଦର୍ଶନଟା ବି ମଧ୍ୟ କାଳ୍ପନିକ, ବୁଝିପାରିଲେ। ସେଇଥିରୁ ବି ସେ ବି ଆମର ସ୍ମୃତି ପଟରୁ ଆଣିକି ସ୍ମରଣ କରିକି ତାକୁ ଯିବ, ମାନେ ତାର ଧ୍ୟାନରେ ଯିଏ ରହିବ ସେ ସ୍ୱରୂପକୁ ଆସିପାରିବ ନାହିଁ। ଯେଉଁମାନେ ଜ୍ୟୋତି ଦର୍ଶନ ଧ୍ୟାନରେ ଥିବେ ସେମାନେ ବି ମଧ୍ୟ ସ୍ୱରୂପ ସ୍ଥିତିକୁ ଆସିପାରିବେ ନାହିଁ। ମାନେ ବିଷୟରେ ଥିବେ, ହଁ, ସ୍ମୃତିରେ ଥିବେ ନା, ସ୍ମୃତିରେ ଥିବେ, ଆପଣଙ୍କର ବିକଳ୍ପରେ ଥିବେ, ବିପର୍ଯ୍ୟୟରେ ଜ୍ଞାନରେ ଥିବେ। ଏଇ ହେଉଛି ସେଇଭଳି ଆମର ଏଇଗୁଡ଼ା ସବୁ ଗୋଟେ ଗୋଟେ ପ୍ରକାର। ବହୁତ ସାରା ଲୋକ କହନ୍ତି ଯେ ଗୀତା, ଭାଗବତ ଏଗୁଡ଼ା ସବୁ ଆହୁରି ଉପରେ ଯୁକ୍ତି କରନି, ତର୍କ କରନି। ଆପଣ ସାର୍ ଶୁଣିଛନ୍ତି ନା? ମୁଁ ଥରେ ସାର୍ ରିସେଣ୍ଟଲି ମୋତେ ଜଣେ କହୁଥିଲା, କହିଲା ଯିଏ ଗୀତାକୁ ବେଦ ଉପରେ ତର୍କ କରିବ, ତର୍କ କରିବା ପାଇଁ ମନା କରାହେଇଛି। ମୁଁ ଏଇଠି ଗୋଟେ କଥା ମୋର ଶ୍ରୋତାମାନଙ୍କୁ, ମୋର ପ୍ରିୟ ଆତ୍ମମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଗୀତା ପଢ଼ନ୍ତୁ, ଭାଗବତ ପଢ଼ନ୍ତୁ, ରାମାୟଣ ପଢ଼ନ୍ତୁ, ଯାହା ବି କିଛି ପୁଥି ପୁରାଣ ପଢ଼ନ୍ତୁ, ତା ଭିତରୁ ବାଛିକି ଯେଉଁଟା ସତ୍ୟଜ୍ଞାନ ଆପଣମାନେ ଗ୍ରହଣ କରନ୍ତୁ। ସତ୍ୟଜ୍ଞାନ ଗ୍ରହଣ କରନ୍ତୁ, ସେ ଆପଣଙ୍କର ଜୀବନ କାର୍ଯ୍ୟରେ ଲାଭରେ ଆସିବ, ସେ ଆପଣଙ୍କର ଉପକାର ଦେବ। କିନ୍ତୁ କାହାଣୀ ମାଧ୍ୟମରେ ଗୁଲାମୀ କରିବା, ପରବଶତା ସ୍ୱୀକାର କରିବା, ପର ଉପରେ ଅବଲମ୍ବନ କରିକି ରହିବା, ଏହିସବୁ ଭାବନାରେ ଆପଣ ଆଉ ସ୍ୱରୂପସ୍ଥ ହୋଇପାରିବେ ନାହିଁ। ସ୍ୱରୂପସ୍ଥ ହେବା ପାଇଁ ଯାହା ଭଲ ସତ୍ୟ ଜ୍ଞାନ ଆପଣ ଗ୍ରହଣ କରନ୍ତୁ, ଆମେ ମନା କରୁନୁ। ମନା କେହି କାହାରି କରିବା ଦରକାର ନାହିଁ, କେହି ମନା କରୁନୁ, ମୁନି ସମାଜ ମନା କରେନି। ନା ନା ସାର୍, ମୋ କ୍ୱେଶ୍ଚନ୍ ଥିଲା ଯେ ମଣିଷ ଅଲଗା ଲୋକ ଯେତେ ସବୁ ମାନେ ଜଣେ ଏଇ ରିସେଣ୍ଟଲି ଜଣେ କହିଲା ଯେ ଇଏ ଭଗବାନଙ୍କ ବିଷୟରେ ଯୁକ୍ତି ତର୍କ କରୁଛୁ, ଆ ସାଙ୍ଗର ଇଏ କଥା ହେବା ଠିକ୍ ନୁହେଁ। ମୁଁ କହିଲି ସାର୍ କେଟା ଠିକ୍ ଭୁଲ ଆପଣ ଜାଣିବେ କହୁଛି। ଯଦି ଆପଣ କହିବେ ସାପଟାକୁ ବେଙ୍ଗ କହିବେ, ବେଙ୍ଗଟାକୁ ହାତୀ କହିବେ, ମୁଁ ମାନିବି, ପ୍ରମାଣ ଥିବା ଦରକାର ନା। ଯଦି 5 + 5 = 10, ତାର ପ୍ରମାଣ ମାଗିବେ ନା। 5 + 4 କହିଲେ 10 ଆପଣ କହିବେ, ପ୍ରମାଣ ତ ଆବଶ୍ୟକ ନା। ଆମର କହିବା କଥାଟା ହେଉଛି
ଯେତେ ପ୍ରକାର ଯେଉଁ ଆପଣଙ୍କର ପ୍ରଶ୍ନ ଉପରେ ମୋର କହିବା କଥା ହେଉଛି ଯେଉଁମାନେ ଆମର ଏଇ ଯୋଗ ଦର୍ଶନ ଶାସ୍ତ୍ରର ଆଲୋଚନା ଭିତରକୁ ଯଦି ପଳେଇ ଆସିବେ ଏ ଭ୍ରମ ଟିକାକୁ ଆପାତତଃ ଦୂର ହେବ। ହଁ ପ୍ରକୃତ ଆମର ଆବଶ୍ୟକତା କ'ଣ ଅଛି, ଆମେ କ'ଣ କରିବାକୁ ଯାଉଛୁ। ହଁ ସାର୍, ସେଇଥିପାଇଁ ତ ଆମର ପତଞ୍ଜଳି ମୁନି ବି ଲେଖିଛନ୍ତି ହଁ ପ୍ରଥମରୁ। ମହର୍ଷି ପତଞ୍ଜଳି ସେଇଥିପାଇଁ ତ ଆମର ଷଡ଼ ଦର୍ଶନ ଭିତରୁ ଯୋଗ ଦର୍ଶନ ତ ସେଇଥିପାଇଁ ଆସୁଛି ନା। ହଁ ନା ନା କୌଣସି ଦର୍ଶନ ଶାସ୍ତ୍ରରେ ବୈଦିକନରେ ଈଶ୍ୱରଙ୍କର କଥା ନାହିଁ, ଠାକୁର ଦେବୀ ଦେବଙ୍କର କଥା ନାହିଁ। ଈଶ୍ୱର ଶବ୍ଦ ଯଦି ଅଛି, ଈଶ୍ୱର ଏକ ପଦବୀ, ଈଶ୍ୱର ଏକ ପଦବୀ। ପଦବୀ। ଯେଉଁମାନେ ଭଲ କର୍ମ କରିବେ ସେମାନେ ଈଶ୍ୱର ପଦରେ ଯିବେ। ଈଶ୍ୱର ମାନେ ବ୍ୟକ୍ତି ନୁହନ୍ତି, ଈଶ୍ୱର ଏକ ପଦବୀ। ଉଚ୍ଚସ୍ତରୀୟ ପଦବୀ। ଯିଏ ଭଲ କାମ କରିବ, ଭଲ କାର୍ଯ୍ୟ କରିବ, ତାକୁ ସେଇ ପଦରେ ତାକୁ ସେ ଅଭିଷ୍ଠିତ ହେବ, ସେଇ ପଦରେ ସମସ୍ତେ ତାକୁ ପୂଜା କରିବେ। ନା ଶ୍ରୀକୃଷ୍ଣକୁ କହୁଛନ୍ତି ଭଗବାନ, ଠିକ୍ ଅଛି, ରାମକୁ କହୁଛନ୍ତି ଭଗବାନ, ଠିକ୍ ଅଛି, କାହିଁକି ସେମାନେ ବି ତ ମଣିଷ ଥିଲେ ନା। ହଁ ତ ମଣିଷ ଯଦି ଭଗବାନ ହେଇପାରେ ନା କ'ଣ? ହଁ ମଣିଷ ତ ଭଗବାନ, ତ ମୁନି ସମାଜ ବି ତ କହୁଛୁ ମନୁଷ୍ୟ ହିଁ ଭଗବାନ। ସେ ଯଦି ଭଲ କର୍ମ କରିବ ଭଗବାନ ହେବ, ଈଶ୍ୱର ପଦବାଚ୍ୟ ହେବ। ଆମେ କିନ୍ତୁ ଭଲ କର୍ମ କରିବାନି, ସେମାନଙ୍କୁ ପୂଜା ଅର୍ଚ୍ଚନା କରିବା। ନାଇଁ, ସେମାନଙ୍କୁ ମୋର କହିବା କଥାଟା ହେଉଛି ସେମାନଙ୍କର ପୂଜା, ହଁ କିନ୍ତୁ ପ୍ରତ୍ୟେକ ଗୁରୁ ବି କହୁଛନ୍ତି, ସବୁ ଗୁରୁମାନେ ହିଁ କହୁଛନ୍ତି ଯେ ଆମେ ଯାହା କହିଦେଉଛୁ, ଆମେ ଯାହା ତୁମକୁ ଉପଦେଶ ଦେଉଛୁ, ତୁମେ ସେଇଟା ଜୀବନରେ ପାଳନ କର। ତୁମେ ମୋତେ ବି ଭଜ ନାହିଁ, ଆଉ କାହାରିକି ଭୋଜିବାର ଦରକାର ନାହିଁ। ଆମେ ତୁମର ମାର୍ଗଦର୍ଶକ, ଆମେ ମାର୍ଗ ଦେଖାଇ ଦେଉଛୁ, ପହଞ୍ଚିବା ରାସ୍ତା ତୁମମାନଙ୍କର କର୍ତ୍ତବ୍ୟ। ସେଇଥିପାଇଁ କୁହାଯାଇଛି ହରେ ରାମ ହରେ କୃଷ୍ଣ, ରାମ ଭଳି ହ କୃଷ୍ଣ ଭଳିଆ ହ। ହଁ, ରାମ ଆମର ବ୍ୟକ୍ତିତ୍ୱ, ପ୍ରତ୍ୟେକ ମନୁଷ୍ୟର ଗୋଟେ ବ୍ୟକ୍ତିତ୍ୱ ଅଛି, ଚରିତ୍ର। ସେଇ ଚରିତ୍ରରେ ସେ ଗଢ଼ା, ଆଉ ସେ ବ୍ୟକ୍ତି ନିଜେ ଜାଣିବ ସେଟା କେଉଁ ଚରିତ୍ରରେ, କେଉଁ ସ୍ତରରେ ସେ ମନୁଷ୍ୟ। ତ ରାମର ଚରିତ୍ର ଯଦି ଦେବତୁଲ୍ୟ ହୁଏ, ରାମର ଚରିତ୍ର ଯଦି ଦେବତୁଲ୍ୟ ହୁଏ, କୃଷ୍ଣର ଚରିତ୍ର ଯଦି ଦେବତୁଲ୍ୟ ହୁଏ, ତ ସେଇ ଭଲ ଗୁଣ ଗୁଡ଼ିକ ଗ୍ରହଣ କର, ଖରାପ ଗୁଣ ନାହିଁ। ଆଉ ତାଙ୍କୁ ଜୋପିକି କିଛି ଲାଭ ନାହିଁ। ତାଙ୍କର ଗୁଣ ଗୁଡ଼ିକ ଧର, ଆଉ ତାଙ୍କର ଗୁଣ ଗୁଡ଼ିକ ନିଜ ଜୀବନ କାର୍ଯ୍ୟରେ ନେଇ ଆସ। ଅନ୍ୟ ଜୀବନ ତାକୁ ଜପିଲେ ଆମର କିଛି ଉନ୍ନତି ହେବ, କିଛି ହେବନି। ସେମାନେ ଯେଉଁ ମାର୍ଗ ଯାଇଛନ୍ତି ଆମକୁ ସେଇ ରାସ୍ତାରେ ଯିବା ପାଇଁ ପଡ଼ିବ। ହଁ, ତ ଏହା ପାଇଁ ପୁଣି ଅଲଗା ସୂତ୍ର ଗୁଡ଼ିକର ଏଇ ଆଲୋଚନା ଗୁଡ଼ିକ ଆସିବ, ଆମେ ସେଇ କଥାରେ ଆଲୋଚନା କରିବା। ତ ଆମ ସ୍ମୃତି ଭିତରେ ଯେଉଁ ସ୍ମରଣ କଥା କୁହାହେଉଛି, ସେ ସ୍ମରଣ ଧ୍ୟାନରେ ଯିଏ ରହିବ, ଆମର ସ୍ମୃତି ଭିତ୍ତିଟା ସେଇଟା ବୃତ୍ତି ଆକାରରେ, ସ୍ମୃତିଟା ବୃତ୍ତି ଆକାରରେ ରହିଯିବ, ଆଉ ଆମେ ଯୋଗସ୍ଥ ହେଇପାରିବା ନାହିଁ। ଏତିକିରେ ସେଥିପାଇଁ କୃଷ୍ଣକୁ ବି ଯୋଗୀ କୁହାଯାଏ, ଶିବକୁ ବି ମହାଯୋଗୀ କୁହାଯାଏ। ଏଗୁଡ଼ା ସବୁ ମହାଯୋଗୀ ଥିଲେ ନା। ସମସ୍ତେ ଯୋଗୀ ଥିଲେ, ଯୋଗସ୍ଥ ସ୍ଥିତିକୁ ଯାଇକି ସମସ୍ତେ ଯାଇକି ପାଇପାରିବ। ଯେଉଁ ଯୋଗସ୍ଥ, ସେଥିପାଇଁ ସେମାନଙ୍କୁ ଯୋଗୀ କୁହାଯାଏ, ବ୍ରହ୍ମଜ୍ଞାନ। ସେଇଥିପାଇଁ ମହର୍ଷି ପତଞ୍ଜଳି ସେ ସମୟରେ ହଜାର ହଜାର ବର୍ଷ ପୂର୍ବରେ କାହିଁକି ଯୋଗ ଦର୍ଶନ ଶାସ୍ତ୍ରରେ ଲେଖିଥିଲେ?